ରାମ କଥା ଶ୍ରବଣ କରୁଥିବା ମୋର ବିଦଗ୍ଧ ଶ୍ରୋତା ମଣ୍ଡଳୀ ତଥା ଛାତ୍ରଛାତ୍ରୀ ମାନଙ୍କୁ ଆମେ ଆଲୋଚନା ଟିକେ କରୁଥିଲେ ଉପେନ୍ଦ୍ର ଭଞ୍ଜଙ୍କର ବହୁ ଅନୁପ୍ରାସରେ ରଚିତ ବହୁତ ଚର୍ଚ୍ଚିତ କାବ୍ୟ ବୈଦେହୀ ବିଳାସରୁ ଉଦ୍ଧୃତ ମିତ୍ରିତ କବିତା ପୂର୍ବ କାଂଶରେ ଆମେ ଶ୍ରବଣ କରିଥିଲେ ଯେ ଅଗ୍ନିକୁ ସାକ୍ଷୀ ରଖି ପ୍ରଭୁ ଶ୍ରୀରାମ ସୁଗ୍ରୀବ ମିତ୍ରତା ହୋଇଅଛନ୍ତି ଶତ୍ରୁକୁ ଦେଖାଇଛନ୍ତି ଏକ ବାଣକରେ ବଦ୍ଧ କରିବା କଥା କହିବାରୁ ସୁଗ୍ରୀବ ରାମକୁ ଶକ୍ତିର ରାମଚନ୍ଦ୍ରଙ୍କ ଶକ୍ତିର ପରିମାଣ ଆକଳନ କରିବାକୁ ଯାଇ ଦୁଇଟା କଠୋର ପରୀକ୍ଷାର ସମ୍ମୁଖୀନ ହେବା କଥା ନମ୍ରତାର ସହିତ କହିଛି। ଆଚ୍ଛା, ତେବେ ଆସ ଆଲୋଚନା କରିବା, ଦେଖିବା ପ୍ରଭୁ ଶ୍ରୀ ରାମଚନ୍ଦ୍ର କଣ ସଫଳତାର ସହିତ ଉକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହଉଛନ୍ତି କି ନାଇଁ। କଣ ହେଇଛି ସେ କଠୋର ପରୀକ୍ଷା, ଆସ ଆଲୋଚନା କରିବା। ଦେଖ ପିଲାମାନେ, ପ୍ରଭୁ ରାମଚନ୍ଦ୍ରଙ୍କ ଏଇ କଥା ସାଗରରେ ଆମେ ବୁଡିଯିବା ପୂର୍ବରୁ ତମ ମାନଙ୍କୁ ମୋର ଅନୁରୋଧ, ସମସ୍ତଙ୍କ ପାଖରେ ଭିଡିଓ ଟିକେ ପହଞ୍ଚେଇ ଦବ ଏବଂ ଯଦି ନୂଆ କରି ଏ ଚ୍ୟାନେଲକୁ ଆସିକି ଦେଖୁଛ ନା, ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନ ମଧ୍ୟ ପ୍ରେସ କରି ରଖିଥାଅ। କାହିଁକି ନା ଯେତେବେଳେ ମୁଁ କିଛି ନୂଆ ଏଇଭଳି ତଥ୍ୟ କିଛି ସେପାରେଟ ଭିଡିଓରେ ବନେଇବି ସେସବୁ ତମ ମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ଯାଇବ। ତେବେ ଦେଖ ବିଲେ, ଏହାପରେ କଣ ହେଇଛି, ବଧିବାକୁ ଇଚ୍ଛା ଯେବେ ବାଳିକୁ, ବଧିବାକୁ ଇଚ୍ଛା ଯେବେ ବାଳିକି, ବଳ କଷାଇ ଦେବି ଅସ୍ତି ଟେକି। ଦେଖ ବିଲେ, ବଧିବାକୁ ଇଚ୍ଛା ଯେବେ ବାଳିକି, ବଳ କଷି ଅସ୍ତି ଟେକି। ରାମଚନ୍ଦ୍ର କହୁଛନ୍ତି ନା, ହେ ମିତ୍ର, ଶତ୍ରୁକୁ ଟିକେ ଦେଖାଅ 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 ସେ ବାଳି ମହାରାଜଙ୍କୁ। ପରନ୍ତୁ ସବିନୟରେ ସୁଗ୍ରୀବ କହୁଛନ୍ତି, ହେ ପ୍ରଭୁ, ବଧିବାକୁ ବଧିବାକୁ ଇଚ୍ଛା ଯେବେ ବାଳିକି, ନା ଯେବେ ବାଳିଙ୍କୁ ବଧ କରିବାକୁ ଇଚ୍ଛା ନା, ଟିକେ ବଳ କଷଣ, ବଳ କଷଣ। ଦୁନ୍ଧିବି ରାକ୍ଷସ, ତମେ ମାନେ ମଧ୍ୟ ପ୍ରଶ୍ନ କରିବ, ସାର୍ ଦୁନ୍ଦୁବି କିଏ? ପିଲେ ଦୁନ୍ଦୁବି ହଉଛି ଗୋଟେ ରାକ୍ଷସ ଯାହା ପାଖରେ 1000 ହାତୀର ବଳ ଥିଲା। ମହିଷ ରୂପ ଧାରଣ କରି, ମଇଁଷି ରୂପ ଧାରଣ କରି ଆସିଥିଲା, ବାଳିକୁ ଡାକିଲା, ବାଳି ତା ସହିତ ଯୁଦ୍ଧ କଲେ, ଘୁରେଇ ଫୋପାଡି ଦେଲେ, ବୁଝିପାରିଲା। ସେଇ ଦୁନ୍ଦୁବି ଅସ୍ଥି, ସେଇ ଦୁନ୍ଦୁବି ଯେଉଁ ରାକ୍ଷସ ମରିଗଲା, ତାର ଅସ୍ଥି ଯାହାକୁ ବାଳି ମାରିଥିଲେ ସେ ଅସ୍ଥି ପଡିଛି। ସେ ଅସ୍ଥିକୁ ଗୁଡାକୁ ଟିକେ ଟେକିଲେ ଦେଖି ଶ୍ରୀ ରାମଚନ୍ଦ୍ର ଦୁନ୍ଦୁବି ରାକ୍ଷସର ଅସ୍ଥି ଗୁଡିକ ଯୋଉଠି ଏକତ୍ରିତ ହୋଇଥିଲା, ଯୋଉଠି ପର୍ବତ ସଦୃଶ ଗଦା ହୋଇଥିଲା, ସେଇ ପାଖରେ ଯାଇକି ସେ ସନ୍ନିଧିର ରାମଚନ୍ଦ୍ର କଣ କଲେ, ଯାଇକି ବିଜୟ କଲେ, ବୁଝିପାରିଲେନି ନାହିଁ। ଏବଂ ତାପରେ କଣ କରିଛନ୍ତି, ବୃଦ୍ଧାଙ୍ଗୀ ବାମ ଚରଣର, ତାପରେ ଦେଖ, ବୃଦ୍ଧାଙ୍ଗଳି କି ବାମ ଚରଣର, ବାମ ଚରଣର, ବାଁ ପାଦର ବୃଦ୍ଧାଙ୍ଗୁଳି, ବୁଝିପାରିଲା, ବୁଢାଙ୍ଗୁଳି, ବୁଝିଲା, ପାଦର ହାତ ଲଗେଇବା ପାଇଁ ପଡିଲାନି, ଅସ୍ଥି ଗୁଡାକୁ ବାଁ ପାଦର ବୃଦ୍ଧାଙ୍ଗୁଳିରେ ଟେକିକି ଫୋପାଡି ଦେଲେ। ଦେନ୍ ତାପରେ କଣ ହେଇଛି ଦେଖ ବିଲେ, ବିନ୍ୟସ୍ତେ କଲେ ଯେ ଅସ୍ଥି ଗିରେ, ବନ ରୁହେ କରି କର ପରୀରେ। ବେଗେ ତୋଳିଲେ କଳି ଯେ ମନ୍ତେ, ବିହାୟ ଫିଙ୍ଗି ଦେଲେ ତେ ମନ୍ତେ। ତାମାନେ କଣ ହେଇଛି ଦେଖ ବିଲେ, ବିନ୍ୟସ୍ତ କହିଲେ ଟେକି ଦେଲେ, କେଉଁଟାକୁ ଟେକି ଦେଲେ, ଅସ୍ଥି ଗିରିରେ। ସେ ଯୋଉ ଦୁନ୍ଦୁବି ରାକ୍ଷସର ଅସ୍ଥି ଗୁଡିକ ଯୋଉଠି ଏକାଠି ହୋଇଥିଲା, ତାହା ଗିରି ସଦୃଶ ଏକାଠି ହୋଇଥିଲା, ପଡି ରହିଥିଲା।
ମାନେ ତାକୁ କଣ କଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ବିନ୍ୟସ୍ତ କଲେ, ବୁଝିପାରିଲା, ବିନ୍ୟସ୍ତ କଲେ, ବିନ୍ୟସ୍ତ କଲେ, ଟେକି ଦେଲେ। କିଭଳି ଟେକି ଦେଲେ? କବି କହୁଛନ୍ତି, ଦେଖ ପିଲେ କିଭଳି ନା ବନ ରୁହେ, ବନ ରୁହେ କରି ବନ ରୁହେ କରି କର ପରୀରେ। ବନ ରୁହେ କହିଲେ କଣ? ପଦ୍ମରେ, ବୁଝିପାରିଲା, ପଦ୍ମ ଯେଭଳି କରି କର, ପଦ୍ମ ଯେଭଳି କରି କର, କରି କହିଲେ ହାତୀ, କର କହିଲେ ଶୁଣ୍ଡ, ହାତୀର ଶୁଣ୍ଡରେ ପଦ୍ମ ଯେଭଳି ରୁହେ, ମାନେ ହାତୀ ଟିକେ ପଦ୍ମ ଫୁଲକୁ ଯେଭଳି ଶୁଣ୍ଡରେ ଟେକି ଆଣେ, ତମେ ମାନେ ଜାଣିଥାଉ, ସେଇଭଳି ରାମଚନ୍ଦ୍ର କଣ କରିଛନ୍ତି? ଅସ୍ଥି ଗିରିକୁ, ସେଇ ଦୁନ୍ଦୁଭି ରାକ୍ଷସର ଅସ୍ଥି ଗିରିକୁ ବିନ୍ୟସ୍ତ କଲେ, ବୁଝିପାରିଲା, ନିଜ ବାମ ପାଦରେ, ବାମ ଚରଣର ବୃଦ୍ଧା ଆଙ୍ଗୁଳି ଟେକି ଫୋପାଡ଼ି ଦେଲେ, ଉଠେଇ ଦେଲା। କେମିତି ଉଠେଇ ଦେଲେ ଦେଖ ବିଲେ। ତାପରେ କଣ ହେଇଛି? ବେଗେ ତୋଳି କୋଳି ଯେ ମନ୍ତେ ବିହାୟ ସେ ଫିଙ୍ଗି ଦେଲେ ତେ ମନ୍ତେ। ମାନେ କରି କର, ଦେଖ ବିଲେ, କରି କର କଣ? ହାତୀ ଯେମିତି ଶୁଣ୍ଡରେ କଣ କରେ? ହାତୀ ଶୁଣ୍ଡରେ ଯେମିତି ବନ ରୁହେ, ଯେମିତି ବନ ରୁହେ, ପଦ୍ମ ଫୁଲ ଯେମିତି ରୁହେ, ସେଇଭଳି କଣ କଲ? ଯେମିତି ହାତୀ ବେଗ ତୋଳି ଆଣେ, ମାନେ ସେଇ ପଦ୍ମ ଫୁଲର କଢକୁ ହାତୀ ଯେମିତି ଶୀଘ୍ର ଶୀଘ୍ର ତୋଳି ଆଣେ, ସେଇଭଳି ବିହାୟ ସେ, ଆକାଶ ମାର୍ଗରେ, ତେମନ୍ତ, ତେମନ୍ତ କହିଲେ ସେଇଭଳି ଫିଙ୍ଗି ଦେଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଏଇ ଯୋଉ ଅସ୍ଥି ସମୂହକୁ, ପର୍ବତ ସଦୃଶ ଗଦା ହେଇଥିବା ଅସ୍ଥି ସମୂହକୁ ଫୋପାଡ଼ି ଦେଲେ, ବୁଝିପାରିଲେ ନା ନାଇଁ? ଯେତେବେଳେ ଫୋପାଡ଼ି ଦେଲେ ଆକାଶ ମାର୍ଗକୁ, କେମିତି ସି ସି ଘି ଘି ଏଇପରି ଉଡିଛ ନା ନାଇଁ? ଉଡି ଯାଇ ଅଛି। ତାପରେ କଣ ହେଇଛି? ବଢେ ଶୁଭନ୍ତେ ଶବଦ ତଇର ବ୍ଯୋମେ ଦୃଷ୍ଟି କିସ୍କିନ୍ଧା ବାସୀଙ୍କର। ତାମାନେ ବଢେ ଶୁଭନ୍ତେ ଶବଦ, ଏଇ ଯେତେବେଳେ ଫିଙ୍ଗି ଦେଉଛନ୍ତି ନା, ବାମ ପାଦର ବୃଦ୍ଧାଙ୍ଗୁଳିକୁ ଫିଙ୍ଗି ଟେକି ଲଗେଇକି ଉପରକୁ ଫୋପାଡ଼ି ଦେଇଛନ୍ତି, ପ୍ରଚଣ୍ଡ ଶବ୍ଦ ହେଇଛି। ବଢେ ଶୁଭନ୍ତ ଶବଦ, ଶବଦ କିଭଳି ଶିଖିଛି? ବଢେ ପ୍ରଚଣ୍ଡ, ଭୟଙ୍କର ଶବ୍ଦ, ଖୁବ ଜୋରେ ଶବ୍ଦ ଶୁଭୁଛି, ତା ଶବ୍ଦ ଖୁବ ଜୋର ଶୁଭୁଛି। କିଭଳି ହୋଇଛି ନା, ବ୍ୟାମ ଦୃଷ୍ଟି କିସ୍କିନ୍ଧା ବାସୀଙ୍କର, କିସ୍କିନ୍ଧା ବାସୀ, କିସ୍କିନ୍ଧା ମାନଙ୍କ କୂଳ ଆକାଶ ମାର୍ଗକୁ ଅନେଇଛନ୍ତି, ବ୍ୟାମ ଦୃଷ୍ଟି, ବ୍ୟାମ କହିଲେ ଆକାଶକୁ, କିଏ ଅନେଇଛନ୍ତି? କିସ୍କିନ୍ଧା ବାସୀ ମାନେ। କିରେ ଆକାଶ ମାର୍ଗରେ ଏଡେ ବଡ ଦୁନ୍ଦୁଭି ରାକ୍ଷସ ବାଳିକି ଆଣିକି ଯୁଦ୍ଧ କରିବା ପାଇଁ ଆବରଣ କରିଥିଲା, ଯାହାକୁ ବାଳି ମାରି ଦେଇଥିଲେ ତା ହାଡ ଗୁଡିକ ପର୍ବତ ଉଡିଗଲା, ତାକୁ କିଏ ଉଡେଇଥିଲା? ପର୍ବତ ଭଳି ଉଡିଥିଲା। ତାହାର ସାହସ ନାହିଁ ତାକୁ ଉଡେଇବା ପାଇଁ, ଶକ୍ତି ନାହିଁ, ବଳ ନାହିଁ, ଆଉ କଣ ସାମର୍ଥ୍ୟ ମଧ୍ୟ ନାହିଁ। କିଏ ଉଡେଇଥିଲା ତାକୁ? ଯେତେବେଳେ କିସ୍କିନ୍ଧାବାସୀ ମାନେ ଆସିଛନ୍ତି, ବ୍ଯୋମେ, ବ୍ଯୋମେ କହିଲେ ଆକାଶକୁ ଦୃଷ୍ଟି ରଖିଛନ୍ତି। ତାପରେ କଣ? ଭିତର କିଲେ କି ମଇନା କି ଉଡି ବଜ୍ର ଯାଏ ବଜ୍ର ଘାଏ ଯାଏ ବହୁତ ଦୂର ପଡି। ବିତର୍କିଲେ, ବିତର୍କିରେ କହିଲେ କଣ? ବିତର୍କିରେ କହିଲେ କହିଲେ ଭାବିଲେ, ବିଚାର କଲେ, ତର୍କ ବିତର୍କ କଣ? ଯୋଉମାନେ କଲେ, କେଉଁମାନେ କଲେ? କିସ୍କିନ୍ଧାବାସୀ ମାନେ ଭାବିଲେ ଯେ ମଇନାକ ପାହାଡ କଣ ଉଡିଗଲାଣି କି ସତରେ? ଏବଂ ଆଉ କଣ ବିଚାର କରିଛନ୍ତି? ଯେ ବିଚାର କରିଛନ୍ତି, ଭିତର୍କିଲେ କି ମଇନା କି ଉଡି ବଜ୍ର ଘାଏ ଯାଏ ବହୁତ ଦୂର ପଡି। ପୂର୍ବ ବଜ୍ର ଯାଏ, ବଜ୍ର ଯାଏ କହିଲେ ବଜ୍ର ଆଘାତରେ, ବଜ୍ର କଣ? ବଜ୍ର ଆଘାତରେ
ପିଲେ ତମେ ମାନେ ଜାଣିଛ ପର୍ବତର ଅନ୍ୟ ନାମ ହଉଛି ନଗ। ପର୍ବତକୁ ନଗ କାହିଁକି କୁହାଯାଏ? ତମେ ମାନେ ପ୍ରଶ୍ନ କରିବ ସାର୍ ପର୍ବତକୁ ନଗ କାହିଁକି କୁହାଯାଏ? ନଗ କହିଲେ କଣ ନା ଗଛତି ଇତି ନଗ, ମାନେ ଯିଏ ଚଳନ ଶକ୍ତି ବିହୀନ ହୋଇଛି। ଫର ଏକ୍ସାମ୍ପଲ ଯିଏ କୁଆଡେ ଯାଇ ଆସିପାରେନି, ଯାଇପାରେନି, କୁଆଡେ ଯାଇପାରେନି ପଡେ, ପରନ୍ତୁ ପୂର୍ବ ସମୟରେ ପର୍ବତ ମାନଙ୍କର ପକ୍ଷ ଥିଲା। ଯେମିତି ଚଢେଇ ମାନଙ୍କର ପକ୍ଷ ଡେଣା ଅଛି, ପର୍ବତ ମାନ ବି ସେଇପରି ମେ ବି ଥିଲା। ଏବଂ ପର୍ବତ ମାନେ ଉଡୁଥିଲେ। ପର୍ବତ ପୂର୍ବ ସମୟରେ ଯେତେବେଳେ ଉଡୁଥିଲେ ସେତେବେଳେ ଜନପଦ ପ୍ରତି ବିପଦ ଥିଲା। କାହିଁକି ନା ଏଡେ ଏଡେ ଜିନିଷଟେ ଉଡିବ, ପର୍ବତ ଟିଏ ଉଡିବ, ସମସ୍ତେ ଭୟ କରିବେ ନା ନାଇଁ? ଯେତେବେଳେ ସମସ୍ତେ ଭୟ କଲେ ଇନ୍ଦ୍ର ଦେବରାଜ ଏ କଥା ଶୁଣିଲେ, ପ୍ରଜା ମାନଙ୍କର ବିକଳ। ଦେବରାଜ ଯେତେବେଳେ ଦେବରାଜ ଇନ୍ଦ୍ର ଶୁଣିଛନ୍ତି ଯେ କଣ କଲେ, ବଜ୍ର ଆଘାତରେ ପର୍ବତ ମାନଙ୍କର ଯୋଉ ପକ୍ଷ ଥିଲା ତାକୁ ଛେଦନ କଲେ। ସବୁ ସେଇଦିନ ଠାରୁ ପର୍ବତମାଳା ଆଉ ଚାଲି ପାରୁନାହାନ୍ତି, ଗୋଟିଏ ସ୍ଥାନରେ ଅଛନ୍ତି। ବୁଝିପାରିଲା? ତାପରେ କଣ ହେଇଛି, ମାନେ ରାମଚନ୍ଦ୍ର ବାମଚରଣ ଅସ୍ଥିର ପର୍ବତ ଦୋନ୍ଦୀବି ଅସ୍ଥିର ପର୍ବତକୁ ଯେତେବେଳେ ଆକାଶ ମାର୍ଗକୁ ପଠେଇ ଦେଇଛନ୍ତି, କିସ୍କିନ୍ଧାର ବାସୀ ମାନେ ଭାବିଛନ୍ତି, ବିତର୍କରେ କରିଛନ୍ତି ଯେ ସତ୍ୟ କଣ, ମଇନା ପାହାଡକୁ ଆଉଥରେ ଇନ୍ଦ୍ରକୁ ଆଘାତରେ ବହୁତ ଦୂରକୁ ଫୋପାଡ଼ି ଦେଲେ। ବିତର୍କିଲେ କି ମଇନା କି ପୋଡ଼ି, ବଜ୍ର ଘାଏ ବହୁତ ଦୂରେ ପଡି। ବୁଝିପାରିଲା? ବଜ୍ର ଆଘାତରେ ବହୁତ ଦୂରକୁ ପଡିଗଲା ବୋଲି ସମସ୍ତେ ବିଚାର କଲେ। ବୁଝିପାରିଲା? କିନ୍ତୁ ଏଠି ଯେତେବେଳେ ଏକଥା ପ୍ରଥମ ପରୀକ୍ଷାରେ ସଫଳତାର ସହିତ ପ୍ରଭୁ ମୋର ଉତ୍ତୀର୍ଣ୍ଣ ହେଇଛନ୍ତି, ସୁଗ୍ରୀବ ମନରେ କିନ୍ତୁ କଣ ହେଲା, ବିକଳ୍ପିତା ଉପୁଜିଲା। କଣ ବିକଳ୍ପିତା ଉପୁଜିଲା? ଏସବୁ ଦେଖ ପିଲେ, ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ବୁଝିପାରିଲା? ତେଣୁ ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି।